ତାକୁ ତାକୁ ପଚାରି ହଉଛ। ଲେଡିଜ ଯାଅ ଯାଅ ତମେ ତାନି ଅପାକୁ ଖୋଜିବ ଯାଅ। ମୁଁ ଯାଉଛି ମୋ ଫ୍ୟୁଚର ଖୋଜିବି। ତୁ ଖାଲି ଏକା ତ ଫ୍ୟୁଚର ଚିନ୍ତା କରୁଛୁ, ଆମର କାହାର ଚିନ୍ତା ନାହିଁ। ମୁଁ କଣ କରିବି କହିଲୁ? ତୋତେ ଡକ୍ଟର କରିବା ପାଇଁ ଭାରି ଇଚ୍ଛା, ହେଲେ ଆମର ଏ ଅଭାବ ସଂସାରଟା କିଛି କରେଇ ଦଉନି। ଓ ଅଭାବ ଅଭାବ ଅଭାବ, କେତେ ଦିନ ଆଉ ସେ ଅଭାବ ସହିତ ମୁଁ କମ୍ପ୍ରମାଇଜ କରି ଚଳିବି? ବିଏସସି ପାସ୍ ଆଉଟ୍ ହବା 3 ବର୍ଷ ହେଇଗଲା। କହିଲ କଣ ନା ମେଡିକାଲ ପାଇଁ ପ୍ରିପେୟାର ହ, ହେଲେ ମୋର ତ ବ୍ୟାଡ ଲକ୍, ଗଭର୍ଣ୍ଣମେଣ୍ଟ ସିଟ୍ ବଜେଇ ପାରିଲିନି। ତାବଳି ମୋ ଫ୍ୟୁଚରଟା କଣ ଏମିତି ନଷ୍ଟ ହେଇଯିବ? ଓ ଈଶ୍ୱର ମହାପାତ୍ର, ପ୍ରାଇଭେଟ କଲେଜରେ ପାଠ ପଢେଇବା ପାଇଁ ଯଦି ତମ ପାଖରେ ସମ୍ବଳ ନଥିଲା ତାହେଲେ ମତେ ନିଜଟାର ସ୍ୱପ୍ନ ଦେଖଉଥିଲ। ବିନା ସ୍ୱପ୍ନରେ କେହି କେବେ ଆଗକୁ ଯାଇପାରନ୍ତି ରେ ଦୁଷ୍ଟ। ତତେ ସ୍ୱପ୍ନ ଦେଖେଇବ ତୋ କର୍ତ୍ତବ୍ୟ ଥିଲା। ସ୍ୱପ୍ନ ଦେଖାଇବାଟା ଯେମିତି କର୍ତ୍ତବ୍ୟ ଥିଲା, ସେ ସ୍ୱପ୍ନଟାକୁ ପୁରା କରିବା ବି ଠିକ ସେମିତି କର୍ତ୍ତବ୍ୟ। ଦୁଷ୍ଟ